ଆଜିଠାରୁ ରାଜ୍ୟରେ ଆରମ୍ଭ ହେଲା ମ୍ୟାଟ୍ରିକ୍ ପରୀକ୍ଷା। ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା ମ୍ୟାଟ୍ରିକ୍ ପରୀକ୍ଷା। ମାଲକାନଗିରି ଜିଲ୍ଲାର 9,300 ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି। ଆଜି ସାହିତ୍ୟ ପରୀକ୍ଷା ରହିଛି। ଜିଲ୍ଲାରେ 46ଟି ପରୀକ୍ଷା କେନ୍ଦ୍ର ଖୋଲାଯାଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ କପି ରୋକିବା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସେଣ୍ଟ୍ରାଲ ସ୍କ୍ୱାଡ୍, ଇଣ୍ଟରନାଲ ସ୍କ୍ୱାଡ୍, ଜିଲ୍ଲାସ୍ତରୀୟ ସ୍କ୍ୱାଡ୍ ଗଠନ କରାଯାଇଛି। ଦିବ୍ୟାଙ୍ଗ ପିଲାଙ୍କ ପାଇଁ ହୁଇଲ୍ ଚେୟାର ବ୍ୟବସ୍ଥା କରାଯାଇଛି। କିଭଳି ଭଲରେ ପରୀକ୍ଷା ଦେଇପାରିବ ଛାତ୍ରଛାତ୍ରୀ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ସବୁ ପରୀକ୍ଷା କେନ୍ଦ୍ର ବୁଲି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଆଜିଠୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଯାଇଛି। ଆମର ଜିଲ୍ଲାର 9,300 ପାଖାପାଖି ଛାତ୍ରଛାତ୍ରୀ 46 ଗୋଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି। ଆଜି ପ୍ରଥମ FLO ଥିଲା ଏବଂ ପରୀକ୍ଷା ଅଲରେଡ଼ି ଆରମ୍ଭ ହୋଇଯାଇଛି। ଆମର ଫ୍ଲାଇଂ ସ୍କ୍ୱାଡ୍ 3 ଗୋଟି ଟିମ୍ ଅଛି। ଫ୍ଲାଇଂ ସ୍କ୍ୱାଡ୍ ରାଣ୍ଡମଲି ବୁଲୁଛନ୍ତି ଏବଂ ପ୍ରତ୍ୟେକ ପରୀକ୍ଷା କେନ୍ଦ୍ରରେ ସୁରୁଖୁରୁରେ ପରୀକ୍ଷା ଆରମ୍ଭ ହୋଇଯାଇଛି। ଏବଂ ବିଶେଷତଃ ଯେଉଁମାନେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ଅଛନ୍ତି ତାଙ୍କ ପାଇଁ ଆମେ ବିଶେଷ ବ୍ୟବସ୍ଥା କରିଛୁ। ତାଙ୍କ ପାଇଁ ହୁଇଲ୍ ଚେୟାର ହେଉ, ସ୍କ୍ରାଇବ୍ ହେଉ, ଏକ୍ସଟ୍ରା ଟାଇମ୍ ହେଉ, ବୋର୍ଡ଼ଙ୍କ ଇନଷ୍ଟ୍ରକ୍ସନ୍ ଅନୁସାରେ ଆମେ ସମସ୍ତ ପ୍ରକାର ଆରେଞ୍ଜମେଣ୍ଟ କରିଛୁ ଏବଂ ପରୀକ୍ଷା ଅତି ସୁରୁଖୁରୁରେ ଚାଲିଛି। ଆପଣଙ୍କର ସହଯୋଗରେ ମୁଁ ଅନୁରୋଧ କରିବି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ସେମାନେ ସହଯୋଗ କରନ୍ତୁ ଏବଂ ଜିଲ୍ଲାରେ ପରୀକ୍ଷାକୁ ଅତି ସୁରୁଖୁରୁରେ ସମ୍ପାଦନ କରିବାକୁ ସୁଯୋଗ ଦିଅନ୍ତୁ।